ରିଜାଇନ୍ ଦେଇଥିଲି 5 ମାସ ହେଲାଣି ଏବଂ ତାପରେ ସାଧାରଣ ଲୋକଙ୍କ କାର୍ଯ୍ୟ ଏବଂ ସାଧାରଣ ଲୋକଙ୍କ ସାରା ଆଲୋଚନା କଲା ପରେ ତାଙ୍କର ମତାମତକୁ ନେଇକି ମୁଁ ପୁଣି ଆସି ବିଜେପିରେ ଜଏନ୍ କଲି। ବିଜେଡିର ଅସନ୍ତୁଷ୍ଟ ଥିଲେ କି? ନାଇଁ ନାଇଁ ସେମିତି ନାହିଁ। ମୁଁ କାରଣ ସେଦିନ ବି ମୁଁ ଯୋଉଦିନ ରିଜାଇନ୍ ଦେଇଥିଲି ସେଦିନ ମଧ୍ୟ ମୁଁ କହିଥିଲି ଯେ ମୋର ଯଦି ରାଜନୈତିକ କ୍ୟାରିୟର କିଛି ହେଇଛି ଆଶୀର୍ବାଦ ନବୀନ ପଟ୍ଟନାୟକର ଥିଲା ଏବଂ ମୁଁ କୌଣସି ପ୍ରକାର ନେତାଙ୍କୁ ମଧ୍ୟ ଆକ୍ଷେପ କରି କିଛି ପଦବୀ କହିନଥିଲି। ଆଜି ବି ମଧ୍ୟ ମୋର ତାଙ୍କ ଉପରେ କୌଣସି ରାଗ ରୋଷ ନାହିଁ। ତେଣୁ ମତେ ମୁଁ ଗୋଟେ ଦଳର ବିରୋଧୀ ନେଇଥିଲି ଏବଂ ଆଉ ଗୋଟେ ନୂତନ ଦଳକୁ କାର୍ଯ୍ୟ ଦେଖିବା ବିଜେଡି ଭଦ୍ରକ ଦାୟିତ୍ୱ ନେଇଥିବା ବେଳେ ସେଠୁ ଭାଡି ନାଇଁ ନାଇଁ ଭାଡି କୋଉ ଦଳର କେବେ ଶୂନ ହୋଇନଥାଏ। ନିଶ୍ଚିତ ଭାଡିରେ ଆହୁରି ବହୁତ ଲୋକ ଅଛନ୍ତି। ତେଣୁ ଆମର ଚେଷ୍ଟା ରହିବ ଶୂନ କରିବା ପାଇଁ। କେତେ ଲାଗିବ ଆଉ ନା ଦିନ ନୁହଁ ପରିଶ୍ରମ କରିବାକୁ ପଡିବ। ଲୋକ ସେତିକି ପର୍ଯ୍ୟନ୍ତ ତ ଆମର ବିଶ୍ୱାସ ଆଣିବାକୁ ପଡିବ ଯେ ଆମେ ତମ ପାଇଁ କାମ କରିପାରିବୁ। ନା ନା କୋଉ ଜାଗାରେ ମୋର ଯେତିକି ଜାଣିବାର ଅଛି କୌଣସି ଦଳ କୋଉଠି ବି କେବେ ଶୂନ ହୁଏନି ଏବଂ ସମୟ ଅନୁସାରେ ସେ ପୁଣି ଉପରକୁ ଆସେ ତଳକୁ ଯାଏ। ଗଡ଼ ଭୁଷୁଡ଼ିବ ବୋଲି ମୁଁ କହିପାରିବି ନା। ସମସ୍ତ ମତାମତକୁ ନେଇ କହିଲେ 30-40 ଜଣ ଆସୁଛନ୍ତି। ଆକ୍ଚୁଆଲି ଯୋଉଟା ମନମୋହନ ସାମଲ ମହୋଦୟ କହିଲେ ଆମର ଭଦ୍ରକରେ କାଲି ଥିଲା ମିଶ୍ରଣ ଯୋଉଟାରେ କି ପାଖାପାଖି 10,000 ଲୋକଙ୍କର ଆରେଞ୍ଜମେଣ୍ଟ ହେଇଥିଲା ଏବଂ ଯେହେତୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ଗଲେ କେଉଁଝର ତେଣୁ ସେ ନିର୍ଦ୍ଦେଶ ଦେଲେ ଯେ ଯଦି ଆଜି ତମେ ଆସିପାରିବ ତାହେଲେ ଆମେ ସେଥିପାଇଁ ପାଖାପାଖି 1000ରୁ 1500 ଲୋକ ଆସିଛୁ ଏବଂ 30ରୁ 40-50 ଭିତରେ ସରପଞ୍ଚ ପିଏସ୍ ମେମ୍ବର ମାନେ ହେବେ। ତେଣୁ ଆଗାମୀ ଦିନରେ ନିଶ୍ଚିତ ଭାବରେ ଯେତେବେଳେ ଆମେ ବ୍ଲକ ୱାଇଜ କରିବୁ ମୋର ଆଶା ନେତୃତ୍ୱ ମନମୋହନ ସାମଲଙ୍କୁ ଦେଖି ପ୍ରାୟ ସମସ୍ତେ ଯୋଉ ଦଳରେ ଅଛନ୍ତି ସେମାନେ ମଧ୍ୟ ମୁଁ ତ ଏବେ ବିଜେପିର କାର୍ଯ୍ୟ ହିଁ କରିବି। କୋଉଟା କହିଲି କିଛି ଆମେ ବିଜେପିରେ ବି ମୋତେ କର୍ପୋରେସନ କେବେ ମିଳିନଥିଲା। ତେଣୁ ଏଠି ଆଶା କରିବାଟା ବି ଠିକ୍ ନିଜ ନା ନା ଶୁଣନ୍ତୁ ଯଦି ମିଳେ ବୋଲି ତ ତାର କିଛି ଇଏ ନାହିଁ। ଅନଲିମିଟେଡ୍ ସେ ଜିନିଷ ଯଦି ମିଳି ଧରିବ ଯେହେତୁ କହିଲେ ଆପଣ ସାଧାରଣ ଶୁଣନ୍ତୁ ଆପଣମାନେ ମଧ୍ୟ ଗୁଣିଜ୍ଞାନୀ ସମସ୍ତେ ଅଛନ୍ତି। ଆପଣମାନେ ଜାଣିଛନ୍ତି ଯଦି ବିରୋଧୀ ଦଳରେ ରହିବେ ଭତ୍ତାଟା କରିବା ପାଇଁ ଆମର ଯେଉଁ ଚେୟାରମ୍ୟାନ୍ ମାନେ ସିଏ ମଧ୍ୟ ଠିକ୍ ଭାବରେ ନିଜକୁ କନଫିଡେନ୍ସ ଭାବିଲେନି ଯେ ଆମେ ଲୋକଙ୍କ ପାଇଁ କାମ କରିପାରିବା। ଯେତେବେଳେ ଚେୟାରମ୍ୟାନ୍ ମାନେ ଉପଲବ୍ଧି କରିପାରିଲେନି ମୁଁ ତ ସାଧାରଣ ଲୋକଟେ ତେଣୁ ନିଶ୍ଚିତ ଭାବରେ ଯୋଉଠି ବୋଲି ଆଶା କାରଣ ଆମର ତ ସେଇଠି ଆମର ସବୁଠୁ ପାୱାରଫୁଲ ମନ୍ତ୍ରୀ ଆମର ସେଇଠି ପାୱାରଫୁଲ ସଭାପତି ସେଇଠି। ତେଣୁ ଆମେ ଆଶା କରୁଛୁ ଯେତେବେଳେ କ୍ୟାବିନେଟ୍ ଏବଂ ସଂଗଠନର ଦୁଇ ମୁଖିଆ ଆମର ସେଇଠି ଅଛନ୍ତି ମୁଁ ନିଶ୍ଚିତ ଭାବରେ ଆଶା କରିବି ତାଙ୍କ ସାଙ୍ଗରେ କାରଣ ମୁଁ ତ ଯୋଉ କହିଲେ 2003ରୁ ମୁଁ ମେଣ୍ଟରରେ ଥିଲି ଏବଂ ଚେୟାରମ୍ୟାନ୍ ମଧ୍ୟ ଥିଲି। ସେଥିରେ ବିଜେପିର ମଧ୍ୟ ଭାଇସ୍ ଚେୟାରମ୍ୟାନ୍ ଥିଲେ ମୁଁ ମଧ୍ୟ ଚେୟାରମ୍ୟାନ୍ ଥିଲି। ନା ଟିଭି ଦେଖି ସାରିଥିବେ। ବାପାଙ୍କ ସାଙ୍ଗରେ ଆମେ କେହି ରାଜନୈତିକ କଥାବାର୍ତ୍ତା ହଉନୁ। ଆପଣ ପଚାରିବେ ପାଖାପାଖି ମାନେ ଆମ ଜନ୍ମର ରାଜନୀତିରେ ଯେବେଠୁ 2003 ରହିଲେଣି ବୋଧେ ଆପଣ ମାନେ ଭାବିବେ 23 ଥର ମଧ୍ୟ ମୁଁ କଥା ହେଇନି ଏଇ ଯୋଉ 25 ବର୍ଷ ଭିତରେ। ଆଜ୍ଞା ଘରେ ଜିରୋ ପଲିଟିକ୍ସ। ବାପା ପୁଅ ଉପରେ ଯଦି ଭରସା ଥିବ ନିଶ୍ଚିତ ଖୁସି ହବ। ଭାଇ ଆଜି ଯେତେବେଳେ ଗୋଟେ ନୂଆ ଅଧ୍ୟାୟ ଆରମ୍ଭ କଲେ ବାପାଙ୍କ ଆଶୀର୍ବାଦ ନେଲେ ବାପାଙ୍କ ସହିତ ଦେଖା ହେଇଛନ୍ତି। ଆକ୍ଚୁଆଲି ମୁଁ ଉଠିଲା ବେଳକୁ ବାପା ପଳେଇଥିଲେ ତେଣୁ ମୁଁ ଗଲେ ଆଶୀର୍ବାଦ ନେବି। ଆଶୀର୍ବାଦ ପୁଅକୁ ଆଶୀର୍ବାଦ ଦେବେନି ଆପଣ ଏଇଠି ବା ଦେଖିଲେ ମୁଁ ଉଦାହରଣ ଦେଲି ରୁବୁ ଭାଇ ଏଇ ଦଳରେ ଥିଲେ ସିଏ ବିଜେପିରେ ଥିଲେ ବାପା ଆମର ବିଜେପିରେ ଥିଲେ। ତେଣୁ ଯଦି ଏଇଠି ସେଇଟା ଥିଲା ସବୁ ଦଳରେ କଣ ନାହିଁ ଆପଣ ଜାଣନ୍ତି ଭାଇ ଗୋଟେରେ ବାପା ଗୋଟେରେ ପୁଅ ଗୋଟେରେ ତେଣୁ ଚାଲିଛି ଯୋଉଟା ଯାହାକୁ ଭଲ ପାଇଲା ସେ ସେଇ ଦଳକୁ ମୁହାଇଲା ଅସୁବିଧା କିଛି ନାହିଁ।